যদি ଆପଣ ଚାହୁଁଛନ୍ତି କି ଓଏସ୍ କିମ୍ବା ଆଇଏଏସ୍ କ୍ରାକ୍ କରିବା ପାଇଁ ତାହେଲେ ଏଇଟା ଟିକେ ଭଲସେ ଦେଖନ୍ତୁ। ଏଇ ଯୋଉ ମାର୍କ ସିଟ୍ ଏଇଟା ହଉଛି ଶକ୍ତି ଦୁବେଙ୍କର, ଯିଏ ଆମର ଏଇ ବର୍ଷ ୟୁପିଏସସି ରେ ଟପ୍ କରିଛନ୍ତି ହେଲା। ଦେଖ ଏଇ ବର୍ଷ ୟୁପିଏସସି ରେ 18 ଜଣ ଆମର ଓଡ଼ିଆ ମଧ୍ୟ ପାଇଥିଲେ। ଟିକେ ଜଷ୍ଟ ତାଙ୍କ ମାର୍କ ଦେଖିବା। ଯଦି ମାର୍କ ଦେଖିବା ନା, ଏଇଠି ମନେ ରଖ ଏସେ ଠୁ ନେଇ କରି ଆମର ଜିଏସ୍ 4 ପର୍ଯ୍ୟନ୍ତ ଯେତିକି ପେପର ଆସୁଛି ନା, ଏଭ୍ରି ପେପର ହଉଛି 250 ମାର୍କର। ଏଭ୍ରି କେତେ ଆମର 250 ମାର୍କର। ଓକେ, ତ 250 ମାର୍କରୁ ମୁଁ ଆପଣଙ୍କୁ ସବୁ କିଛି ଡିସ୍କସ୍ କରିବି। ତାଙ୍କର ଏସେରେ ଅଛି 250 ରୁ 100 ମାର୍କ, ଜିଏସ୍ 1 ରେ ତାଙ୍କର ଅଛି 112 ମାର୍କ, ଜିଏସ୍ 2 ରେ ଅଛି 125 ମାର୍କ, ଆଉ ଜିଏସ୍ 3 ରେ ଅଛି 86 ମାର୍କ। ଦେଖନ୍ତୁ ଜିଏସ୍ 3 ରେ ସମସ୍ତଙ୍କର ଲୋ ହିଁ ରୁହେ। ଏଇଠି କହିବି ଇକୋନୋମିକ୍ସ, ଏନଭାୟରନମେଣ୍ଟ, ଡିଜାଷ୍ଟର, ଏଇଠି ଏଇ ସବୁ ଦେଖିବାକୁ ମିଳେ। ବହୁତ ଭଲସେ କହିବି ମୁଁ। ତାପରେ ଜିଏସ୍ 4 ଏଥିକ୍ସ ରେ ତାଙ୍କର ଅଛି 141 ମାର୍କ। ତାପରେ ତାଙ୍କର ଯୋଉ ଅପସନାଲ ଥିଲା ପଲିଟିକାଲ ସାଇନ୍ସ ଆଣ୍ଡ ଆଇଆର, ବହୁତ ଭଲ ଅପସନାଲ ଇଏ। ତ ପେପର 1 ରେ ଅପସନାଲ ର ତାଙ୍କର ଅଛି 132 ମାର୍କ, ଆଉ ପେପର 2 ରେ ଅଛି 147 ମାର୍କ। ତ ଟୋଟାଲ ତାଙ୍କର ଯୋଉ ମେନ୍ ର ମାର୍କ ହଉଛି 1750 ମାର୍କରୁ ତାଙ୍କର ଅଛି 843 ମାର୍କ। ତାପରେ କଣ ଦେଖିବା, ତାଙ୍କ ଯୋଉ ପର୍ସନାଲିଟି ଟେଷ୍ଟ ଆମେ ଯୋଉଟାକୁ ଇଣ୍ଟରଭ୍ୟୁ କୁହନ୍ତି, ସେଇଠି ତାଙ୍କୁ 200 ମାର୍କ ମିଳିଛି। ତ ଟୋଟାଲ ହଉଛି 1043 ମାର୍କ। ଦେଖନ୍ତୁ 200 ମାର୍କ ପାଇବା ନିହାତି ନେସେସାରୀ ନୁହଁ ହେଲା, ମନେ ରଖିବେ। ଯଦି ଆପଣଙ୍କର ଇଣ୍ଟରଭ୍ୟୁରେ 200 ରହୁନି, ତ ଏଇଠି ଯଦି 150 ରହୁଛି, 160 ରହୁଛି, ତାହେଲେ ବି ଚଳିବ। ନୋ ଇସ୍ୟୁ ୟାର, ଯଦି ଆପଣଙ୍କର ଏଇ ସବୁଠି ଭଲ ମାର୍କ ରହୁଛି ତାହେଲେ। ମନେ ରଖନ୍ତୁ, ଏଇ ଯୋଉ ମାର୍କ ଦେଖେଇଲି ମୁଁ, ଏଇଟା କାହାର ଦେଖେଇଲି ନା, ଏଇଟା ଦେଖେଇଲି ଜଣେ ଟପରଙ୍କର। ମୁଁ କହୁନି କି ଜଣେ ୟୁପିଏସସି ପାଇବା ପାଇଁ ଏତିକି ମାର୍କ ଦରକାର ନା, ୟାଠୁ କମରେ ପାଇଯିବେ ଆପଣ, ବଟ୍ ଇଏ ଟପରର ମାର୍କ। ଆଚ୍ଛା, ତାପରେ ୟାକୁ ଟିକେ ଭଲସେ ଆମେ ଯଦି ଆନାଲିସିସ୍ କରିବା ନା, ଦେଖ 100 ମାର୍କ ହେଲା 200 ରୁ ଏସେ, ମାନେ କେତେ 50%। ଭାବନ୍ତୁ ଟିକେ, ଜିଏସ୍ 1, ଜିଏସ୍ 2, ଜିଏସ୍ 3, ଜିଏସ୍ 4 ରେ ହଉ, ଏଇଠି କଣ ହଉଛି ନା ଆମର ଦେଖିବା 112 ମାର୍କ, 125 ମାର୍କ। ଯଦି ଆମେ 112 ଦେଖୁଛେ ନା, ଯଦି ଆପଣ 10 ରୁ ଯଦି ଆପଣଙ୍କୁ 4.5 ମିଳିଗଲା, କେତେ 10 ରୁ 4.5 ଆପଣଙ୍କର 112 ହେଇଗଲା। ଏଇଠି ସେମ୍ ସେମ୍ 10 ରୁ 5 ମିଳିଗଲେ 125 ହେଇଗଲା। ଏଇଠି ଆପଣଙ୍କର 10 ରୁ 3.5 4 ରହିଗଲେ ବି ନା, ଆପଣଙ୍କର 86 ମାର୍କ ହେଇଗଲା। ଗୋଟେ ଏକ୍ଜାମ୍ପଲ ଦେଲି ହେଲା। ତ ଆପଣ ସେଇ ହିସାବରେ 10 ମାର୍କିଆ କ୍ୱେଶ୍ଚିନ୍, କ୍ୱେଶ୍ଚିନ୍ ଅଛି 15 ମାର୍କିଆ, କ୍ୱେଶ୍ଚିନ୍ ଅଛି 20 ମାର୍କିଆ, ଆପଣ ଟିକେ ଇଭାଲୁଏଟ୍ କରିବେ। ତାମାନେ କଣ, ୟୁପିଏସସି ନା ଆପଣଙ୍କୁ ଡିଟେଲ୍ସ କିଛି ପଚାରୁନି। ମନେ ରଖନ୍ତୁ, ଯଦି ଆମର କ୍ୱେଶ୍ଚିନ୍ ଆସୁଛି 15ଟା, ତ ଯୋଉ ପିଲା 15ଟା କ୍ୱେଶ୍ଚିନ୍ର ନା ସବୁ କିଛି ଆନ୍ସର କରିଦେଲା, ମୁଁ ଏକ୍ଜାମ୍ପଲ ଦଉଛି ହେଲା। ଯୋଉ ପିଲା 15ଟା କ୍ୱେଶ୍ଚିନ୍ର ସବୁ କିଛି ଆନ୍ସର କରିଦେଲା, ପୁରା ଡିପ୍ଲି ନ ହଉ, ଜଷ୍ଟ ଖାଲି ଆପଣଙ୍କର ଯେମିତିକି ମୁଁ କହିବି, ଏବେ ଆମର କଣ ଅଛି ନ୍ୟୁଜରେ ନା, ଇଣ୍ଡସ୍ ୱାଟର ଟ୍ରିଟି ହେଲା। ତାମାନେ କଣ କି, ଏଇ ଯୋଉ ଇଣ୍ଡସ୍ ୱାଟର ଟ୍ରିଟି ହେଲା, ଏଇଟା କେବେ ହେଇଥିଲା, କାହା କାହା ଭିତରେ ହେଇଥିଲା, ଇଣ୍ଡସ୍ ରିଭରର ଆମର କଣ କଣ ଆମର ତାର ମାନେ ବ୍ରାଞ୍ଚେସ୍ ଅଛି, ଯେମିତିକି ଇଣ୍ଡସ୍ ଅଛି, ଝେଲମ, ଚେନାବ, ବ୍ୟାସ, ରବି, ସତୁଲେଜ ହେଲା। ଯଦି ଆପଣଙ୍କର ବେସିକ ନଲେଜ ବି ଅଛି ନା, ତାହେଲେ ମନେ ରଖନ୍ତୁ 10 ରୁ ଆପଣଙ୍କୁ ଏଠି 2.5 3 ମିଳିଯିବ। ବୁଝିହେଲା, এটা 2.5 কিংবা 3 ଆପଣଙ୍କୁ ମିଳିଯିବ। ତାମାନେ କଣ, ୟୁପିଏସସି ଆପଣଠୁ ଚାହୁଁନି କି ଆପଣ ଡିଟେଲ୍ସ ପୁରା ପଢି ଆସନ୍ତୁ, ନୋ। ସେ ଚାହୁଁଛି କି ୟାର ଆପଣଙ୍କୁ ସବୁ ଜିନିଷର ଜ୍ଞାନ ଥାଉ। ତ ମନେ ରଖିବେ ନା, ଯେତିକି ଆମର କ୍ୱେଶ୍ଚିନ୍ ଆସୁଛି, ସେ ଜିଏସ୍ 1 ହଉ, ଜିଏସ୍ 2 ହଉ, ଜିଏସ୍ 3 ହଉ, ଜିଏସ୍ 4 ହଉ, କିମ୍ବା ଏସଏ ହଉ, ଇଭେନ୍ ଆମର ଅପସନାଲ ତାଙ୍କୁ କହିବି, ଯୋଉ ପିଲା ସବୁ କ୍ୱେଶ୍ଚିନ୍ କୁ ଆଟେଣ୍ଡ କରିଦେଲା ନା, ଭାଇ ମନେ ରଖିବ, ତାର ଟପ୍ 100 ରେ ର୍ୟାଙ୍କ ଆସିବ ସୁନିଶ୍ଚିତ। ଟପ୍ 100 ରେ ଡେଫିନେଟଲି ଆସିବ। ଏବେ ଆମର କିଛି ପିଲା କଣ୍ଟ୍ରୋଭର୍ସି କରିବେ, ସାର୍ ଆପଣ ତାର କାହିଁ ପାଉନାହାନ୍ତି। ଭାଇ ଦେଖ, ପ୍ରଥମ କଥା ହେଲା କି ମୁଁ ଗୋଟେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ହେଲା, ମନେ ରଖିବ, ଆଣ୍ଡ ସେଇଟା ପୁଣି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର। ତ ଆମ ପାଖରେ ଟାଇମ୍ ଅଛି ଲିମିଟେଡ୍। ତ ଯଦି ଆପଣ ପର ଡେ ନା 6 to 7 ଆୱାର୍ସ ଦେବେ, ମନେ ରଖନ୍ତୁ 6 ରୁ 7 ଘଣ୍ଟା ଦେବେ, ତାହେଲେ ମତେ ଲାଗୁନି କି ଆପଣଙ୍କର ୟୁପିଏସସି ରହିଯିବ। ଯଦି ଆପଣଙ୍କ ଷ୍ଟ୍ରାଟେଜି ଠିକ୍ ଅଛି, ତାହେଲେ ଏଇ 6-7 ଘଣ୍ଟାରୁ ଆପଣ କଣ 3 ଘଣ୍ଟା ଆପଣ ପାଠ ପଢିବେ, ଆଉ ଯୋଉ 3 ଘଣ୍ଟା କଣ ଆପଣ ତାକୁ ରିଭିଜନ କରିବେ। ରିଭିଜନଟା ବହୁତ ଜରୁରୀ, ବିକଜ ଆପଣ ସକାଳେ ଯଦି ପଢିଦେଲେ ପଲିଟିର କଣ ନା ଜୁଡିସିଆରୀ, ଠିକ୍ ଅଛି। ଯଦି ଆପଣ ଜୁଡିସିଆରୀ ପଢିଦେଲେ ନା ପଲିଟିର, ତାହେଲେ ମନେ ରଖନ୍ତୁ ଖାଲି ପଢିଦେଲେ ହବନି, ଦିନକୁ ତାକୁ ମିନିମମ୍ 3 ଥର ରିଭିଜନ କରନ୍ତୁ, ଯେପର୍ଯ୍ୟନ୍ତ ଆପଣଙ୍କ ମାଇଣ୍ଡରେ ସେଇଟା ଗୋଟେ ପ୍ରିଣ୍ଟ ନ ହେଇଯାଇଛି ସେ ପର୍ଯ୍ୟନ୍ତ। ବୁଝିହେଲା, ତ ଏଇଟା ଗୋଟେ ନିଜ ଟେକ୍ନିକ୍। ତାପରେ କଣ, ସବୁଠୁ ବଡ ଜିନିଷ ହେଲା କଣ କି, ମୁଁ ଏବେ କହିଲି କି ଯଦି ଆପଣ ଓଏସ୍ କିମ୍ବା ଆଇଏଏସ୍ ଦେବାକୁ ଚାହୁଁଛନ୍ତି, ଆମର ସେଇଟା ପଏଣ୍ଟ ଥିଲା। ଭାଇ ଦେଖ, 10 ରୁ 3 4 ପାଇବା, ଗୋଟେ ବେସିକ ନଲେଜ ନେବା, ତାମାନେ କଣ, ତାମାନେ ହଉଛି କି ଗୋଟେ କୋଚିଂ ଇନଷ୍ଟିଚ୍ୟୁଟ ଯିବା କଣ ନିହାତି ମ୍ୟାଣ୍ଡେଟ୍? ମୁଁ କହିବି ଆନ୍ସର ନୋ, ବିଲକୁଲ ମ୍ୟାଣ୍ଡେଟ୍ ବି ନୁହଁ। ଭାଇ ଦେଖ, ଏମିତି ହେଇଥିଲା ନା, ଦୃଷ୍ଟି ହଉ, ବାଜିରାମ ହଉ, ଭିଜନ ଆଇଏସ୍ ହଉ, ଓଡିଶାରେ ବହୁତ ଅଛନ୍ତି, ତ ତାଙ୍କର ପିଲାମାନେ ଅଧିକା ପାଇଥାନ୍ତେ, ଠିକ ଅଛି ନା। ତ ସେମିତି ନୁହଁ ୟାର। ଏବେ ଦେଖ, ମୁଁ ଯେମିତି କହିବି ଆମର ଶ୍ରୁତି ହେଲା, କୁଆଡେ ଗଲେ, ଶକ୍ତି ଦୁବେ ହେଲା, ତମେ ଦେଖିବ ବହୁତ ସାରା ଇନଷ୍ଟିଚ୍ୟୁଟ କ୍ଲେମ କରୁଛନ୍ତି କି ଇଏ ଆମର ପିଲା ବୋଲି। ଯେମିତି ମୁଁ କହିବି ରାଙ୍କ 8 କୁ ଯିବ, ସର୍ଚ୍ଚ କରିବ ରାଙ୍କ 8, ସେ ପିଲା ନା କଣ, ମୁଁ ବେଶୀ କହିବିନି, ଏଇଟା ଏଇଠି ଆମର ମାନେ କଣ, ଏଇଠି ଆମର କଣ୍ଟ୍ରୋଭର୍ସି ହେଇଯିବ। ଦେଖିବ ଆମର ଯୋଉ ଅଛି ପିଡବ୍ଲ୍ୟୁ ର ଓନ୍ଲି ଆଇଏସ୍, ସେ କହୁଛି ଏଇ ପିଲା ହଉଛି ଆମ ପିଲା, ଆମେ ତାକୁ ଟ୍ରେଣ୍ଡ କରିଛୁ। ଆଣ୍ଡ ଖାନ ସାର୍ କହୁଛନ୍ତି କି ସେ ଆମ ପିଲା, ତାକୁ ଟ୍ରେଣ୍ଡ ଆମେ କରୁଛୁ। ଭାଇ ପିଲା କାହାର ନୁହଁ, ମନେ ରଖ, ତମେ ନିଜେ କେତେ ମାନେ ସେଲ୍ଫ ହାର୍ଡୱାର୍କ କରୁଛ, ସେଇଟା ଇମ୍ପୋର୍ଟାଣ୍ଟ।
ओके तो आपण यूट्यूब रु पढ़ी करी आपण देखिबे एई वर्ष जत्ते पिला पाइदिले समस्त फीडबैक देखिबो भाई मोर देन 60% पिला ना समस्त पांती यूट्यूब रु यार समस्ते इवन देखिबे हमर ओएस रो हला ओएस रो जब टॉपर हेतिले माने 2022 23 बैच रे से पर तांकर इंटरव्यू कहिसंती ठीक अछि बाइडेन मीडिया आगरे कि भाई मु केवल यूट्यूब रु ही पढ़ी के टॉपर हेछि मु तो मन रखु टॉपर छाड़ चाहिए पास पाए ना पास कौन टॉपर कौन आपण ओएस रो ना आपण आराम से पाई परिबे जदि आपण स्ट्राटेजी ठीक अच्छी तो जिनस हूँ कि जहाँ पाखे पैसा अच्छी जहाँ पाखे अधिका टाइम भी अच्छी से जातु पढ़तु कौन लाइव स्टेशन में आमर भुवनेश्वर हो माने आमर दिल्ली हो जातु बट जहाँ पाखे पैसा ना मु कभी किसी असुविधा ना आप घरे बसी आराम से पढ़ी पारे केवल यूट्यूब चैनल रु भल आप सोर्स फॉलो करूँ तो जिनस हूँ कि यूट्यूब चैनल कौट पाइबू आम भाई देख यूट्यूब चैनल कथा कहले ना आम देखिए ओडिया रे जेकोसी देखिए आमर मुझे कहि पॉलिटर चैनल अच्छी जो पॉलिटी अच्छी से हिस्ट्री ना जो हिस्ट्री अच्छी से इकोनॉमिक्स ना आ जो भी एमती चैनल अच्छी समस्त सब अच्छी से कौन देता पढ़े फ्री रे आ कौन कहे पर गुड़े कि आम समस्ते बैच जॉइन हो जाओ तो मुझे चाहिए कि जो मैंने चाहूँ फ्री पढ़ाई जो मैंने चाहूँ बिल्कुल फ्री पढ़ी ताहले कमेंट रे मो चैनल रो लिंक अच्छी टेलीग्राम रे सीटी जॉइन हो जाओ एंड ए यूट्यूब रो जिबे प्लेलिस्ट को देखिए इंडियन पॉलिटी मॉडर्न हिस्ट्री तापर इंडियन इकोनॉमी है आमर ऑलरेडी अपलोड हो सारी एबे कौन ना एबे आमर जून भितर आमर सब किछि एंटायर सिलेबस आमर अपलोड हो एंटायर सिलेबस एबे तो चलछि प्री पाई एबे प्री विथ मेन चलछि जून पर कंप्लीटली मेन पाई भी अपलोड होबो कंप्लीटली मेन पाई तापर आपण घरे बसी गोटी जगह रे आपनकर प्रीलिम्स आपनकर मेन आपनकर इंटरव्यू आपण सब किछि प्रिपरेशन करि पारिबे सो जो माने भी चाहूँ यार कि मु ओएस देबी आईएस देबी भाई दुईटा कथा या तो हो या तो हबनी जदि नहेला तुम किसी लॉस हो कि लॉस होनी एटलिस्ट थरे दियो है गोटे थर दियो आ निजर जो कैपेबिलिटी ताको टेस्ट करो थैंक यू।